আচ্ছা মনে কর তম আগরে গোটে বাঘটি আছে কি আছে আগেরে বাঘটি আছে কি আছে বাঘ এমনি হଉଛି মনে কর কইলি মনে কর বাঘ আগরে কিলে মটন আছে বাঘ খাইব না নাই খাইব ମୁଁ କହିବି ଖାଇବନି କାହିଁକି ବାଘଟା କୋଉଥିରେ ତିଆରି ତ ପଚାରିଲନି ସେଟା ହଉଛି ଫାଇବର ଆଚ୍ଛା ବାଘଟା ବର୍ତ୍ତମାନ ସତରେ ବାଘ ଖାଇବ ନା ନାଇଁ ସତରେ ବାଘ ସତରେ ହେଇଗଲା ଖାଇବ ନା ନାଇଁ ଏବେ ଖାଇବ ମୁଁ କହିବି ଖାଇବନି କେମିତି ବାଘ ଏଲଇଡି ଭିତରେ ମଟନ ପଦାରେ କୋଉଠି ପଚାରିବ ନା ଏଲଇଡି ଭିତରେ ଯଦି ସେଟା ସତରେ କେମିତି ହେଲା ଆଉ ସତରେ ମୁଁ ଏଠି ବୁଲୁଛି ମୁଁ ସତରେ ନା ମୁଁ ମାନେ ମୋ କାଠ ବୁଲୁଛି ସେ ମୋର ଚିତ୍ର ବୁଲୁଛି ନା ନାଇଁ ଆଚ୍ଛା ବର୍ତ୍ତମାନ ମଟନ ବାଘ ଦି ଜଣ ଯାକ ଏଲଇଡି ଭିତରେ ତାଙ୍କ ପାଖରେ ରହିଗଲା ମାଲଟା ବାଘ ଖାଇବ ନା ନାଇଁ ଏବେ ସିଓର ଖାଇବ ଖାଇବ ସିଓର ମୁଁ କହିବି ଖାଇବନି କେମିତି ବାଘ ଟିଭି ଭିତରେ ସତ କିନ୍ତୁ ବାଘ ତରଙ୍ଗ ଟିଭିରେ ମଟନ ଯାଇକି ଜି ସାର୍ଥକରେ ଆଚ୍ଛା ବର୍ତ୍ତମାନ ବାଘ ମଟନ ତରଙ୍ଗ ଟିଭିରେ ଗୋଟିଏ କାର୍ଯ୍ୟକ୍ରମରେ ବାଘ ଖାଇବ ନା ନାଇଁ ଏବେ ବାଘ ନିଶ୍ଚୟ ଖାଇବ ମୁଁ କହିବି ଖାଇବନି କେଉଁ କାରଣ ବାଘଟି ଖାଇଲା ବେଳକୁ ଲାଇନ ପଳେଇଲା ଟିଭି ବନ୍ଦ ବୁଝିପାରିଲେ ଠିକ ଅଛି ବାଘ ଲାଷ୍ଟରେ ମୁଁ ବାଘକୁ ଦେଇଦେବି ମଟନ କିଲେ ଖାଇଦେଇକି ଯିବ ଆଉ ଠିକ ଅଛି ଆଚ୍ଛା ତମେ କ'ଣ ପଚାରିବ କହୁଥିଲ ପଚାରିଲ ମୋତେ ଗୋଟେ କଥା କହିଲ ହୁଁ ଆମ ଭାରତର ହୁଁ ଜାତୀୟ ପଶୁ କିଏ ଏଟା ସମସ୍ତେ ଛୁଆ କହିଲ କିଏ କୁକୁର ବାଘ ଏସବୁ ବାନ୍ଧିକି ରଖିଛନ୍ତି ତମେ କହିଲ ଦେଖିବା କିଏ ମୋ ମତରେ କିନ୍ତୁ ଅଲଗା ମୁଁ କହିଲେ ମୁଁ ବ୍ଲେମ୍ ହେବି ମୁଁ ସେଇଥିପାଇଁ ଜମା ସତ କହେ ନା ତମେ କେବେ ସତ କହନା ଜୀବନ ମୁଁ କହିଲେ ତମେ ଖରା ହେବି ମୁଁ କାହିଁ ଖରାପ ହେବି କହିବି ତ ହଁ କୁକୁର କାରଣ ମୁଁ ମତେ ଯିଏ ପଚାରେ କାରଣ ଆପଣ ଗଳି କନ୍ଦି ଗୋଟେ ବାଇକ୍ ନେଇକି ଯାଉଥିବେ କୁକୁରଙ୍କର କ'ଣ ପ୍ରୋବ୍ଲେମ୍ ହୁଏ ମତେ ଲାଗେ ତାଙ୍କର ବୋଧେ ବାଇକ୍ କିଣିବାକୁ ଅସୁବିଧା ହେଉଛି କି ଚଲେଇ ପାରୁନାହାନ୍ତି ତମେ ଗୋଟେ ବାଇକ୍ ନେଇକି ଯାଉଥିବ ଘେଁ କିନା କରିକି ଗୋଡ଼େଇକି ଯିବେ ଗୋଟା କିଲୋମିଟର ଯାଏ ଯଦି ଗୋଟା କିଏ ଭାଇ କାର୍ ନେଇକି ଜୋରରେ ପଳେଇଗଲା ସେ କୁକୁର ତାର ଚୁପ୍ ତାର ଶୋଇଥିବ ହଠାତ୍ ଉଠିବ ସେ ଉଠିକି ନାଙ୍ଗୁରଟାକୁ ଆଚ୍ଛା ଏଠି ତ ବହୁତ ଇଏ କ'ଣ ଆଲାରାମ ଦଉଛି ସିଏ ଗୋଟା କିଲୋମିଟର ଯାଇ କାର୍ ବାଲାଙ୍କୁ ଗୋଡ଼େଇକି ଯେମିତି କାର୍କୁ ନେଇକି ସେ ମାନେ କବାଡ଼ିଆକୁ ବିକିଦେବେ ତେଣୁକରି କୁକୁର ମୁଁ ଭାବେ କାରଣ ଆପଣ ଦେଖିବେ ଯୁଆଡ଼େ ଗଲେ କୁକୁର ମାଳ ମାଳ ଆଉ ଗୋଟେ ପ୍ରଶ୍ନର ଉତ୍ତର ଦେଲ